ସରକାରଙ୍କୁ 10 ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। 10 ଦିନ ଭିତରେ ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଭଡ଼ା ନ ବଢ଼ିଲେ ଭାଟ୍ ଛାଡ଼ ପାଇଁ ଦାବି କରିଛି ସଂଘ। କାଲି ପରିବହନ ମନ୍ତ୍ରୀଙ୍କୁ ଭେଟି 12 ଦଫା ଦାବିପତ୍ର ପ୍ରଦାନ କରିଛି ବସ୍ ମାଲିକ ସଂଘ। ପରିବହନକୁ ନେଇଥିବା ପୂର୍ବ ନିର୍ଦ୍ଧାରିତ 12ଟି ପାରାମିଟର ଲାଗୁ ପାଇଁ ଦାବି କରିଛି ସଂଘ। 10 ଦିନ ଭିତରେ ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ କାର୍ଯ୍ୟ ନିର୍ଦ୍ଧାରିତ କରିବ ବସ୍ ମାଲିକ ସଂଘ। ପ୍ରତିବର୍ଷ ଏପ୍ରିଲ ମାସରେ ପରିବହନ ବିଭାଗ ଏବଂ ସଂଘ ଭିତରେ ବୈଠକ ହେବା କଥା, ଯାହା ଦୀର୍ଘ ବର୍ଷ ହେଲା ହୋଇନଥିବା ସଂଘ ଅଭିଯୋଗ କରିଛି। ରାଜ୍ୟ ବସ୍ ମାଲିକ ସଂଘର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ପରିବହନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ମନ୍ତ୍ରୀ କହିଛନ୍ତି ଏ ବାବଦରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ଖବର, ଶୀତଳ ଷଷ୍ଠୀ ପର୍ବ ପାଇଁ 1 କୋଟି 8 ଲକ୍ଷ ଅନୁଦାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ 1 କୋଟି 8 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ 21ଟି କମିଟିଙ୍କୁ 1 କୋଟି 8 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ପରବର୍ତ୍ତୀ ଖବର, ଆୟୁଷ୍ମାନ କାର୍ଡରେ ସୁବିଧା। ଆଡମିଟ୍ର 3 ଦିନ ପୂର୍ବରୁ ପରୀକ୍ଷାର ଖର୍ଚ୍ଚ ଭରଣ। ରୋଗୀ ହସ୍ପିଟାଲରେ ଆଡମିଟ୍ ହେବାର 3 ଦିନ ପୂର୍ବରୁ ମେଡିକାଲ ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ। ଆଡମିଟ୍ ହେବାର 3 ଦିନ ପୂର୍ବରୁ ଟେଷ୍ଟ ହେଲେ ତାହା ଆୟୁଷ୍ମାନ ପ୍ୟାକେଜରୁ ବହନ କରାଯିବ। ଗାଇଡଲାଇନ୍ ଅମାନ୍ୟ କଲେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ ଆକ୍ସନ ନିଆଯିବ। ଏନେଇ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିକ। କାଲି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବୈଠକରେ ଉପସ୍ଥିତ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଡକ୍ଟର ମହାଲିକ। ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ଭଲ ବ୍ୟବହାର ଓ ଆତିଥ୍ୟ ପ୍ରଦାନ ପୂର୍ବକ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସମସ୍ତ ବେସରକାରୀ ହସ୍ପିଟାଲଗୁଡ଼ିକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଭାବିତ CUET UG ପରୀକ୍ଷାର୍ଥୀ ଆଉ ଏକ ସୁଯୋଗ ପାଇବେ। ସମଗ୍ର ଦେଶରେ ସ୍ନାତକ ଡିଗ୍ରୀ ପ୍ରୋଗ୍ରାମରେ ପ୍ରବେଶ ପାଇଁ ଶନିବାର CUET UG ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିବାଦ ଦେଖାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରଭାବିତ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଆଉଥରେ ସୁଯୋଗ ମିଳିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA କହିଛି। NTA Xରେ ଏକ ପୋଷ୍ଟ କରି କହିଛି ଯେ ଯେଉଁ ପରୀକ୍ଷାର୍ଥୀ ବାୟୋମେଟ୍ରିକ ରେଜିଷ୍ଟ୍ରେସନ କରିଥିଲେ ଓ ନିଜ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିଲେ କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପରୀକ୍ଷା ଶେଷ କରିପାରିନଥିଲେ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ। ପରବର୍ତ୍ତୀ ଖବର, ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରକୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଶ୍ରୀ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କର ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା। ଶ୍ରୀ ପିଲ୍ଲାଙ୍କର ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇଛି ଏବଂ ଏହି ତଦନ୍ତରୁ ବିଭିନ୍ନ ଅନିୟମିତତା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ପୃକ୍ତ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ସେବାରୁ ବରଖାସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ଆସିଛନ୍ତି। କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ ହେବ 800 କୋଟି ଟଙ୍କାର ବଡ଼ ସଂଗ୍ରହାଳୟ। ଭୁବନେଶ୍ୱରରେ ନିର୍ମାଣ ହେବ ଏକ ବଡ଼ ସଂଗ୍ରହାଳୟ। ଏଥିପାଇଁ 800 କୋଟି ଟଙ୍କା ବ୍ୟୟ କରାଯିବ। ବର୍ତ୍ତମାନ ଥିବା ରାଜ୍ୟ ସଂଗ୍ରହାଳୟ ପଛପଟେ ଏହା କରାଯିବ ବୋଲି ସ୍ଥିର ହୋଇଛି। ଯାହା ଜଣାପଡ଼ୁଛି ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛି। ଏହି ସଂଗ୍ରହାଳୟର ରୂପରେଖ କିପରି ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗୌରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ବିହାର ଗସ୍ତ କରି ବିହାର ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ବିହାରର ପାଟନାଠାରେ ଥିବା ବାପୁ ଟାୱାର ଏବଂ ବିହାର ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେହି ଅନୁସାରେ ସେମାନେ ଏକ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏହି ନୂଆ ବଡ଼ ସଂଗ୍ରହାଳୟରେ ଓଡ଼ିଶା ଇତିହାସର ଜୀବନ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯେପରିକି 9ଙ୍କ ଦୁର୍ଭିକ୍ଷ, ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ପାଇକ ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମ ପ୍ରଭୃତିର ସଂଗ୍ରହ ଏଥିରେ ସ୍ଥାନ ପାଇବ। ପରବର୍ତ୍ତୀ ଖବର,
ପୁଣି ଥରେ ବଢ଼ିଲା ସିଏନ୍ଜି ଦର। ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ସିଏନ୍ଜି ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡ଼ିବ। ସିଏନ୍ଜିର ଖୁଚୁରା ବିକ୍ରୟ ମୂଲ୍ୟ ପ୍ରତି କିଲୋଗ୍ରାମ 2 ଟଙ୍କା ବୃଦ୍ଧି କରାଯାଇଛି। ନୂତନ ଦର 29 ମେ 2026 ମଧ୍ୟରାତ୍ରରୁ ଲାଗୁ ହୋଇଛି। ମୂଲ୍ୟ ବୃଦ୍ଧି ପରେ ସିଏନ୍ଜିର ଖୁଚୁରା ମୂଲ୍ୟ 84 ପ୍ରତି କିଲୋଗ୍ରାମରୁ ବୃଦ୍ଧି ପାଇ 86 ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ସିଏନ୍ଜି ମୂଲ୍ୟରେ ଏହି ବୃଦ୍ଧି ଘରୋଇ ଯାନ ଚାଳକ, ଟ୍ୟାକ୍ସି, ଅଟୋରିକ୍ସା ଏବଂ ବାଣିଜ୍ୟିକ ଯାନଗୁଡ଼ିକୁ ପ୍ରଭାବିତ କରିପାରେ। କମ୍ପାନୀ ଏକ ନୋଟିସ୍ ଜାରି କରି ସମସ୍ତ ଡିଲରମାନଙ୍କୁ ସଂଶୋଧିତ ଦର ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ଡବଲ ଇଞ୍ଜିନ୍ ସରକାରରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ପ୍ରେସମିଟ୍ କରି ବର୍ଷିଲା ବିଜେଡି। ଚାଷୀ, ମହିଳା, ଯୁବକଙ୍କ ପରେ ଏବେ ବୃଦ୍ଧ ବୃଦ୍ଧାଙ୍କ ସହ ଖେଳିଲେ ସରକାର। ଭତ୍ତା ନ ମିଳିବା ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଭତ୍ତା ପାଇବା ପାଇଁ ଏବେ 3ରୁ 4 ମାସ ସମୟ ଲାଗୁଛି। ପୂର୍ବରୁ 3ରୁ 4 ମାସ ପରେ ମିଳିଥିଲା, ଏବେ 2 ମାସ ହେବ ମିଳିନି। ନବୀନ ସରକାରରେ ହିତାଧିକାରୀଙ୍କ ଘରେ ଭତ୍ତା ଦିଆଯାଉଥିଲା। ପଞ୍ଚାୟତ ଅଫିସ୍, ବ୍ୟାଙ୍କକୁ ଆସିବା କଷ୍ଟସାଧ୍ୟ ହେବା ସହିତ ଅଟୋ ଭଡ଼ା ଅଧିକ ହେଉଥିବାରୁ ଘରେ ନେଇ ଭତ୍ତା ଦିଆଯାଉଥିଲା। କିନ୍ତୁ ବିଜେପି ସରକାର ମଧୁବାବୁ ପେନ୍ସନ୍ ପଞ୍ଚାୟତ ଅଫିସରେ ଦେଉଛନ୍ତି। ଜାତୀୟ ପେନ୍ସନ୍ ଯୋଜନାରେ ବ୍ୟାଙ୍କରେ ଦେଉଛନ୍ତି, କିନ୍ତୁ ମାସକୁ ମାସ ବି ମିଳୁନି। ସରକାର ଲୋକଙ୍କୁ ହକ୍ ଦେଇପାରୁନାହାନ୍ତି। ଏ ସରକାର ଦେବାଳିଆ ସରକାର। 60 ବର୍ଷରୁ ଅଧିକ ବୃଦ୍ଧ ଲୋକଙ୍କୁ 3,500 ଟଙ୍କା ଦେବେ କହି ଦେଲେନି। ଏବେ ଯେତିକି ବି ମିଳୁଥିଲା ସେତିକି ବି ମିଳୁନି। ପରବର୍ତ୍ତୀ ଖବର, କାଗଜ ବଦଳରେ ପ୍ଲାଷ୍ଟିକ୍ ନୋଟ୍ ଆଣିପାରେ ଆର୍ବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ପ୍ଲାଷ୍ଟିକ୍ କିମ୍ବା ପଲିମର ନୋଟ୍ ପ୍ରଚଳନ କରିବାକୁ ଗମ୍ଭୀରତାର ସହିତ ବିଚାର କରୁଛି। ରିପୋର୍ଟ ଅନୁସାରେ ପାଟନା ଏବଂ ମୁମ୍ବାଇରେ ହୋଇଥିବା ଆର୍ବିଆଇ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଅଧିକାରୀମାନେ ବର୍ଦ୍ଧିତ ମୁଦ୍ରଣ ଖର୍ଚ୍ଚ ଏବଂ ପାରମ୍ପରିକ କାଗଜ ନୋଟ୍ ଶୀଘ୍ର ନଷ୍ଟ ହୋଇଯାଉଥିବା ଭଳି ଚ୍ୟାଲେଞ୍ଜଗୁଡ଼ିକୁ ଅନୁସନ୍ଧାନ କରୁଛନ୍ତି। ଆଶା କରାଯାଉଛି ଯେ ନିକଟ ଭବିଷ୍ୟତରେ ପଲିମର ନୋଟ୍ ସହିତ ଜଡ଼ିତ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ପରବର୍ତ୍ତୀ ଖବର, ରୋଗୀଙ୍କ ଉପରେ ଖସିଲା ଛାତର ସିଲିଂ, ନିର୍ମାଣ ନେଇ ଉଠିଲା ପ୍ରଶ୍ନବାଚୀ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଉପରେ ହଠାତ୍ କେବିନ୍ର ଛାତର ସିଲିଂ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବଡ଼ ଅଘଟଣ ଘଟିନଥିବା ବେଳେ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ଚିକିତ୍ସାଳୟର ଭିତ୍ତିଭୂମିର ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରୋଗୀ ଓ ତାଙ୍କ ପରିବାର ଲୋକେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଚିକିତ୍ସାଳୟ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ କେବିନ୍ର ଯାଞ୍ଚ କରିଥିବା ଜଣାପଡ଼ିଛି। ତେବେ ଛାତର ସିଲିଂ କିପରି ଖସିଲା ଏବଂ ଏଥିପାଇଁ କିଏ ଦାୟୀ, ତାର ତଦନ୍ତ କରିବା ସହିତ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ପରବର୍ତ୍ତୀ ଖବର, ଅବସର ନେଲେ ସିଡିଏସ୍ ଅନିଲ ଚୌହାନ। ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ସିଡିଏସ୍। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଶନିବାର ଶେଷ ହୋଇଛି। ରାଜଧାନୀ ଦିଲ୍ଲୀରେ ଆନୁଷ୍ଠାନିକ ଭାବରେ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ଓ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସାମରିକ ସେବାକୁ ବିଦାୟ ଦେଇ ସିଡିଏସ୍ ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳକୁ ଅତ୍ୟନ୍ତ ସନ୍ତୋଷଜନକ ଓ ଉତ୍କୃଷ୍ଟ ଥିଲା ବୋଲି କହିଛନ୍ତି। ଜେନେରାଲ ଚୌହାନ ଶୀର୍ଷ ସାମରିକ ପଦବୀରେ 3 ବର୍ଷ 8 ମାସର ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ 3 ସେନା ମଧ୍ୟରେ ସମନ୍ୱୟ ଆଣିବା ଉପରେ ଧ୍ୟାନ ଦେଇଥିଲେ। ଭାରତୀୟ ସେନାରେ ତାଙ୍କର ଆଦର୍ଶ ସେବା ପାଇଁ ଜେନେରାଲ ଚୌହାନଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ସେନା ପଦକ ଓ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା। ତାମିଲନାଡୁରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର 9 ମାସ ପରେ ପୂର୍ବତନ ଇଷ୍ଟର୍ଣ୍ଣ ସେନା କମାଣ୍ଡର ଜେନେରାଲ ଚୌହାନ ସେପ୍ଟେମ୍ବର 2022ରେ ସିଡିଏସ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରତିରକ୍ଷା ମୁଖ୍ୟ ଭାବେ 3 ସେବା ମୁଖ୍ୟଙ୍କ ସହିତ ଅପରେସନ ସିନ୍ଦୁର ଯୋଜନା ଓ କାର୍ଯ୍ୟାନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ଖବର, ଜାଲ ଦସ୍ତଖତ ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ସିଆଇଡିର ସମନ। ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତ୍ର ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଜାଲ ଦସ୍ତଖତ ମାମଲାରେ ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସର ଅପରାଧ ତଦନ୍ତ ବିଭାଗ ସିଆଇଡି ଶନିବାର ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସମନ କରିଛି। ଅଭିଯୋଗ ହୋଇଥିଲା ଯେ ମେ 19 ତାରିଖରେ ଟିଏମ୍ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ମନୋନୀତ କରି ବିଧାନସଭା ସଚିବାଳୟକୁ ପଠାଯାଇଥିବା ଚିଠିରେ କିଛି ଟିଏମ୍ସି ବିଧାୟକଙ୍କ ଜାଲ ଦସ୍ତଖତ ରହିଥିଲା। ବିଧାନସଭା ସଚିବାଳୟ ପକ୍ଷରୁ କୋଲକାତାର ହାରେ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ ବୁଧବାର ଏ ସମ୍ପର୍କୀୟ ଅଭିଯୋଗ କରାଯିବା ପରେ ମାମଲା ସିଆଇଡିକୁ ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ ଖବର, ଅପରେସନ ସିନ୍ଦୁର ପରେ ଲସ୍କରର ଷଡ଼ଯନ୍ତ୍ର ନିର୍ମାଣ କରୁଛି ନୂଆ ଆତଙ୍କବାଦୀ କେନ୍ଦ୍ର। ଆତଙ୍କବାଦୀ ସଂଗଠନ ଲସ୍କର ଏ ତେବା ପାକିସ୍ତାନର ଖାଇବର ପଖ୍ତୁନଖ୍ୱା ପ୍ରଦେଶର ଆବୋଟାବାଦରେ ଏକ ନୂତନ ମର୍କଜ ବା ଆତଙ୍କବାଦୀ କେନ୍ଦ୍ର ନିର୍ମାଣ କରୁଛି। ଗୁପ୍ତଚର ରିପୋର୍ଟ ଅନୁସାରେ ଅପରେସନ ସିନ୍ଦୁର ପରେ ଏହା ସଂଗଠନ ଦ୍ୱାରା ପୁନଃ ନିର୍ମିତ 5ମ ବଡ଼ ଆତଙ୍କବାଦୀ ଶିବିର। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନୂତନ ମର୍କଜ ଲସ୍କର ମୁଖ୍ୟ
ହାଫିଜ୍ ସଇଦଙ୍କ ଶାଳକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ବରିଷ୍ଠ ନେତା ଅବ୍ଦୁଲ ରେହମାନ ମକିଙ୍କ ନାମରେ ପ୍ରତିଷ୍ଠିତ ହେଉଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ବାହାୱାଲପୁରରେ ଜନ୍ମିତ ମକିଙ୍କୁ ପୂର୍ବରୁ ଆମେରିକା ଏବଂ ଭାରତ ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଛି। ସେ ଜେୟୁଡିର ମର୍କଜ, କେନ୍ଦ୍ରୀୟ ଦଳ ଏବଂ ଦାୱାତି ଦଳର ସଦସ୍ୟ। ପରବର୍ତ୍ତୀ ଖବର, ଉତ୍ତରପ୍ରଦେଶରେ ପ୍ରଳୟଙ୍କରୀ କାଳବୈଶାଖୀ ଝଡ଼ ଓ ବଜ୍ରପାତ ଯୋଗୁଁ 16 ମୃତ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଉତ୍ତରପ୍ରଦେଶର ବିଭିନ୍ନ ପ୍ରାନ୍ତରେ ହଠାତ୍ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ରାଜ୍ୟର ପଶ୍ଚିମ, ପୂର୍ବ, ତେରାଇ ଓ ରାଜଧାନୀ ଲକ୍ଷ୍ନୌ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗତ 2 ଦିନ ମଧ୍ୟରେ 16 ଜଣଙ୍କର ମୃତ୍ୟୁ ହୋଇଛି। ଏହି କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ଶତାଧିକ ଗଛ, ଟିଣ ଛପର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବଜ୍ରପାତ ଓ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପରବର୍ତ୍ତୀ ଖବର, ଆଇଏସ୍ଆଇ ଲିଙ୍କ୍ ଥିବା 9 ଜଣ ଆତଙ୍କବାଦୀ ଗିରଫ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଆଇଏସ୍ଆଇ ସମର୍ଥିତ ନେଟୱାର୍କ ଓ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ଅଭିଯୋଗରେ 9 ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ଦ୍ୱାରା ସୀମାପାର ହ୍ୟାଣ୍ଡଲର, ପାଣ୍ଠି ଓ ସମ୍ଭାବ୍ୟ ଟାର୍ଗେଟ୍ ସମ୍ପର୍କରେ ବ୍ୟାପକ ତଦନ୍ତ ଆରମ୍ଭ ହୋଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସହିତ ଜଡ଼ିତ ଏକ ନେଟୱାର୍କର 9 ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରର ପ୍ରମୁଖ ଅନୁଷ୍ଠାନ ଓ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ବିଦେଶରେ ଥିବା ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଏମାନେ କାମ କରୁଥିଲେ। ଦେଶ ଭିତରେ ଆତଙ୍କ ସୃଷ୍ଟି କରିବା ଓ ସୁରକ୍ଷାକୁ ବିପର୍ଯ୍ୟସ୍ତ କରିବାକୁ ବିଭିନ୍ନ ସ୍ଥାନରେ ଟାର୍ଗେଟ୍ କରି ଆକ୍ରମଣ କରିବାକୁ ନିୟୋଜିତ ହୋଇଥିଲେ। ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂଚନା ଆଧାରରେ ସ୍ୱତନ୍ତ୍ର ସେଲ୍ ଦ୍ୱାରା ସମନ୍ୱିତ ଅପରେସନ ପରେ ଏହି ଗିରଫଦାରୀ କରାଯାଇଥିଲା। ପୋଲିସ ଗିରଫ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ପରବର୍ତ୍ତୀ ଖବର, ଜୁନ୍ରେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ। ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ଜୁନ୍ 15ରୁ 18 ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। 2027ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜନୈତିକ ଓ ସାଂଗଠନିକ ପୁନର୍ଗଠନ ପାଇଁ ବିଜେପି ନେତୃତ୍ୱ ପ୍ରସ୍ତୁତ ହେଉଥିବାରୁ ଅନେକ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ 12ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇପାରେ କିମ୍ବା ବିଭାଗ ଅଦଳବଦଳ କରାଯାଇପାରେ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ନୌସେନାର ନୂତନ ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଭାଇସ୍ ଆଡମିରାଲ ଅଜୟ କୋଛାର। ଭାରତୀୟ ସେନାବାହିନୀରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପରିବର୍ତ୍ତନ ସ୍ୱରୂପ ଭାଇସ୍ ଆଡମିରାଲ ଅଜୟ କୋଛାର ଶୁକ୍ରବାର ଦିନ ଭାରତୀୟ ନୌସେନାର 48ତମ ଉପମୁଖ୍ୟ ବା ଭାଇସ୍ ଚିଫ୍ ଅଫ୍ ଦି ନାଭାଲ ଷ୍ଟାଫ୍ ଭାବେ ଆନୁଷ୍ଠାନିକ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁସାରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଫ୍ଲାଗ୍ ଅଫିସର ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ବାର୍ ମେମୋରିଆଲ ପରିଦର୍ଶନ କରି ଦେଶର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଜୁନ୍ 6ରେ ପରବର୍ତ୍ତୀ ଶୁଣାଣି। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଟ୍ରିବ୍ୟୁନାଲ ନିକଟରେ 15ଟି ପ୍ରସଙ୍ଗ ଦାଖଲ ହୋଇଥିଲା। ସେଥିରୁ 12ଟି ପ୍ରସଙ୍ଗରେ 2ଟି ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। କହିଛନ୍ତି, ମହାନଦୀ ଜଳ ବିବାଦ ଶୁଣାଣି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ହୋଇଥିଲା। ଦୁଇ ରାଜ୍ୟ ମଧ୍ୟରେ ଅନେକଗୁଡ଼ିଏ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ଜୁନ୍ 6 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମୟ ମଧ୍ୟ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ଆଲୋଚନା କରି ଆଉ କିଛି ବିବାଦୀୟ ପ୍ରସଙ୍ଗରେ ସହମତି ପାଇଁ ଉଦ୍ୟମ କରିବେ। ପରବର୍ତ୍ତୀ ଖବର, 1 ଜୁନ୍ରୁ ଘର ଗୋଟାକୁ କନେକ୍ସନ ଗୋଟେ। କେନ୍ଦ୍ର ସରକାର ଗ୍ୟାସ୍ ନିୟନ୍ତ୍ରଣ ଆଦେଶରେ ସଂଶୋଧନ କରିଛନ୍ତି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ପ୍ରତି ଘରେ କେବଳ ଗୋଟିଏ ଏଲ୍ପିଜି କନେକ୍ସନ ରହିପାରିବ। ଏଣୁ 1ରୁ ଅଧିକ ସିଲିଣ୍ଡର ରଖିବା ଏବେ ସମ୍ପୂର୍ଣ୍ଣ ନିଷିଦ୍ଧ। ଭାରତୀୟ ତୈଳ କମ୍ପାନୀ HPCL, ଇଣ୍ଡିଆନ୍ ଅଏଲ୍ ଓ ଭାରତ ପେଟ୍ରୋଲିୟମ ମିଳିତ ଭାବେ ଜାରି ସାର୍ବଜନୀନ ସୂଚନାରେ ଉପଭୋକ୍ତାଙ୍କୁ ଅତିରିକ୍ତ ଏଲ୍ପିଜି ସିଲିଣ୍ଡର ତୁରନ୍ତ ଫେରାଇ ଦେବାକୁ ନିବେଦନ କରିଛନ୍ତି। ଜୁନ୍ 1 ତାରିଖରୁ ଏହି ନିୟମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ପରବର୍ତ୍ତୀ ଖବର, सोनारपुर अभिषेक बानर्जी अंडा और पत्थर माड़। पश्चिमबंगर सोनारपुर गस्त समय शनिवार टीएमसी सांसद अभिषेक बानर्जी आक्रमण होता। अभिषेक बानर्जी निर्वाचन परवर्ती हिंसा पीड़ितों परिवार को भेटिबाकू जाइतिले। गस्त समय अंडा और पत्थर फिंगा जाइतिला। आक्रमण मध्य टीएमसी नेता हेलमेट पिंधिथिबा बेले सुरक्षाकर्मी तांकु सुरक्षा देइतिले। घटना समय स्थानीय लोक माने बानर्जी विरोध में चोर बोली स्लोगान देइथिबा अभियोग होइछि।